ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶା। ଏହାକୁ ଲେଖିଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଏହି ଆତ୍ମଜୀବନୀଟିର ମୁଖବନ୍ଧ ଲେଖିଛନ୍ତି କୁଞ୍ଜ ବିହାରୀ ଦାସ। ଏଥିରେ ସମୁଦାୟ 12ଟି ପରିଚ୍ଛେଦ ରହିଛି। ଯଦି ଏହାର ପରିଶିଷ୍ଟକୁ ମିଶାଯାଏ ତେବେ ଏହାର ପରିଚ୍ଛେଦ ସଂଖ୍ୟା ହେବ 13। ପ୍ରଥମ ପରିଚ୍ଛେଦର ନାମ ଜୀବନ ପ୍ରଭାତ। ତେବେ ଚାଲନ୍ତୁ ଆରମ୍ଭ କରିବା ଏହାର ପ୍ରଥମ ପରିଚ୍ଛେଦ। ସମୟର ସ୍ରୋତ ବହି ଚାଲିଛି। ଦିନେ କ୍ଷୁଦ୍ର ଶିଶୁ ରୂପେ ମାତୃଗର୍ଭରୁ ପଡ଼ିଥିଲି, କିନ୍ତୁ ଆଜି ମୃତ୍ୟୁ ପାଖରେ ପହଞ୍ଚିଲାଣି। ମୋର ଆଉ କେତେଦିନ ବାକି ଅଛି ତାହା ନିଶ୍ଚିତ ଭାବରେ କହିବା ସମ୍ଭବପର ନହେଲେ ମଧ୍ୟ ଆଉ ଯେ ବେଶୀ ଦିନ ବାକି ନାହିଁ ଏହା ନିଶ୍ଚିତ ଭାବରେ କହିବା ସମ୍ଭବପର। ଓଡ଼ିଶାର ଜଣେ କଳିସଠା ବହୁଦିନ ହେଲା 60 ପାରି ଆସିବା ପରେ ଆଉ କେତେ ବର୍ଷ ବା ରହିବାର ଆଶା କରିପାରେ? ଜୀବନର ବୃହତ୍ତର ଅଂଶ ଇତିହାସ ଓ ପ୍ରତ୍ନତତ୍ତ୍ୱ ଅଧ୍ୟୟନ ଓ ଅନୁଶୀଳନରେ କଟାଇଛୁ। ସେହି ଦୃଷ୍ଟିରୁ ଭାଷା ମାଧ୍ୟମରେ ମୋ ସମୟର ଓଡ଼ିଶା ଚିତ୍ରଟିଏ ଆଙ୍କିବାକୁ ପ୍ରୟାସୀ ହେଉଛି। ଏହା ମୋର ଖାଲି ଜୀବନ କାହାଣୀ ନୁହେଁ, ମୋର ଅସ୍ତିତ୍ୱ। କେତେଜଣ ଜାଣନ୍ତି ଯେ ମୋ ଜୀବନ ଚରିତ୍ର ପଢ଼ିବା ପାଇଁ ଆଗ୍ରହୀ ହେବେ, କିନ୍ତୁ ମୋ ଜୀବନ କାଳ ମଧ୍ୟରେ ଯାହା ଘଟିଛି, ମୁଁ ଯାହା ଅନୁଭବ କରିଛି, ଯାହା ଦେଖିଛି, ଯାହା ଶୁଣିଛି, ଯାହା ପଢ଼ିଛି, ଯାହା ଲେଖିଛି ବା ଯାହା ଚିନ୍ତା କରିଛି, ଏ ସମସ୍ତ ଲିପିବଦ୍ଧ ହେଲେ ଓଡ଼ିଶାର ଇତିହାସକୁ ଉପାଦାନ ଯୋଗାଇବ ଓ କେତେକଙ୍କ ମନରେ ନୂତନ ଚିନ୍ତାଧାରା ଆଣିପାରିବ। ଏହି ଆଶାରେ ହିଁ ଏ ଗ୍ରନ୍ଥଟି ଆରମ୍ଭ କଲି। ମୋର 3 ବର୍ଷ ବୟସର କେତେକ ଘଟଣା ମୋ ସ୍ମୃତିପଟରେ ଅସ୍ପଷ୍ଟ ଭାବରେ ଭାସି ଉଠିଥିଲେ ମଧ୍ୟ ତାହା ଅତ୍ୟନ୍ତ ଅସଂଲଗ୍ନ। କିନ୍ତୁ ମୋର 5 ବର୍ଷ ବୟସଠାରୁ ଗତ 60 ବର୍ଷରୁ ଅଧିକ ବୟସର ବହୁ ଘଟଣା ସ୍ପଷ୍ଟ ଭାବରେ ମୋର ମନେ ପଡ଼ୁଛି। ମୋ ସମୟର ମୋ ଗ୍ରାମଟିର ଗୋଟିଏ ସମ୍ପୂର୍ଣ୍ଣ ଚିତ୍ର ମୋର ସ୍ମୃତିପଟରେ ଭାସି ଉଠୁଛି। ମୋ ଗ୍ରାମର ନାମ ଖିଚିଂ। ଏହା ପୂର୍ବତନ ମୟୂରଭଞ୍ଜ ଷ୍ଟେଟ୍ର ପାଞ୍ଚପେଢ଼ ବା କରଞ୍ଜିଆ ସବ୍ ଡିଭିଜନରେ ସିଂହଭୂମି ଓ କେଉଁଝର ସୀମାଠାରୁ ମାତ୍ର 3 ମାଇଲ ଦୂରରେ ଅବସ୍ଥିତ। ଏହା ଭଞ୍ଜ ରାଜାଙ୍କର ପ୍ରାଚୀନ ରାଜଧାନୀ ଥିବାରୁ ଅଦ୍ୟାପି ବହୁ ପ୍ରାଚୀନ କୀର୍ତ୍ତି ବିଶୋଭିତ ହୋଇ ଏ ଅଞ୍ଚଳରେ ସୁବିଦିତ ହୋଇଛି। ଏ ଖିଚିଂ ଗ୍ରାମ ପାର୍ବତୀପୁର ଓ ପଣିସି ନାମକ ଆଉ 2ଟି ଗ୍ରାମ ସହିତ ସଂଲଗ୍ନ ହୋଇ ଗୋଟିଏ ଗ୍ରାମ ପରି ଦେଖାଯାଏ। ବସ୍ତୁତଃ ଖିଚିଂ କହିଲେ ଏହି 3ଟି ଯାକ ଗ୍ରାମକୁ ସୂଚାଇଥାଏ। ଖିଚିଂରେ ଭୂୟାଁମାନେ, ପାର୍ବତୀପୁରରେ ଗଣ୍ଡମାନେ ଓ ପଣିସିରେ ପୁରାଣମାନେ ବାସ କରନ୍ତି। ଏମାନଙ୍କ ମଧ୍ୟରେ ଘରେ ବ୍ରାହ୍ମଣ, କେତେ ଘର ପାଣ, ଘରେ ଧୋବା, କେତେ ମେହେନ୍ତର, ଘରେ ବିନ୍ଧାଣୀ, ଘରେ କମାର, 2 ଘର ବଗାଳ ବା ଗୌଡ଼, କେତେ ଘର ବୈଷ୍ଣବ ଓ କେତେ ଘର ଭୂମିଜ ମଧ୍ୟ ଏମାନଙ୍କ ମଧ୍ୟରେ ଇତସ୍ତତଃ ରହିଥାନ୍ତି। ଗ୍ରାମଟିର ପୂର୍ବ, ପଶ୍ଚିମ, ଉତ୍ତର ଉପକଣ୍ଠରେ ଆମ କୁଞ୍ଜମାନ ଗ୍ରାମର ଅନତି ଦୂର ପର୍ଯ୍ୟନ୍ତ ଲମ୍ବି ଆସିଥିଲା। ଏକଦା ଏହି ଗ୍ରାମ ନିଘଞ୍ଚ ଅରଣ୍ୟଦିରେ ଆବୃତ ଥିଲା। ମାତ୍ର ଯେଉଁ ସମୟର କଥା କହୁଛି, ସେ ସମୟରେ ଦକ୍ଷିଣ ଓ ପଶ୍ଚିମ ପଟରେ ଗୁଳ୍ମ ଲତା ପରିବ୍ୟାପ୍ତ କେବଳ ଖଣ୍ଡକ୍ଷେତ୍ରମାନ ବିରଳ ବିଶାଳଶାଳ ତରୁମାନେ ସହ ବିଶାଳ ଅରଣ୍ୟାନୀର ଅବଶେଷ ରୂପେ ବିଦ୍ୟମାନ ଥିଲା। ଗ୍ରାମ ସୀମାରେ ଏ ଉପକଣ୍ଠରେ 24ଟି ଛୋଟ ବଡ଼ ପୋଖରୀ ଅର୍ଦ୍ଧପୋତିତ ଅବସ୍ଥାରେ ଥିଲା। ଗୋଟିଏ ଗ୍ରାମ ମଧ୍ୟରେ ଏତେଗୁଡ଼ିଏ ଜଳାଶୟ ଅବସ୍ଥାନ ଭାରତ ତଥା ଉତ୍କଳର ବିରଳ। ପୂର୍ବ କୀର୍ତ୍ତି କିରାଟିନୀ ଭଞ୍ଜଭୂମିର ଧନ୍ୟା ରାଜଧାନୀର ଅତୀତ ଗୌରବ ରୂପେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଦ୍ୟାପି ଅବସ୍ଥିତ। ଗ୍ରାମର ପ୍ରାୟ ଅଧମାଇଲ ଦୂରରେ ପୂର୍ବ ଓ ପଶ୍ଚିମ ପଟରେ ଭଣ୍ଡିଣୀ ଓ ଖଇରୀ ନାମକ 2ଟି ସଦାନୀରା ନିର୍ଝରଣୀ ପ୍ରବାହିତା। ଗ୍ରାମର ପ୍ରାୟ 3 ମାଇଲ ଦୂରରେ ବୈତରଣୀ ବହି ଚାଲିଛି ଓ ଏହି ନିର୍ଝରଣୀ ଦ୍ୱୟକୁ ନିଜ କୂଳରେ ଆଶ୍ରୟ ଦେଇଛି। ପୂର୍ବ ପଟରେ ଥିବା ଠାକୁରାଣୀ ଶାଳା ବା ଠାକୁରାଣୀ ମନ୍ଦିର ବେଢ଼ା ଗ୍ରାମର ସର୍ବଶ୍ରେଷ୍ଠ ଆକର୍ଷଣୀୟ। 1000ରୁ ଅଧିକ ବର୍ଷ ହେଲା ଏହି ଦେବସ୍ଥାନ ପ୍ରବାହମାନ କାଳଚକ୍ରପଥରେ ଅମ୍ଳାନ କୀର୍ତ୍ତିରାଜି ବହି ଆସିଛି। ଯେଉଁ ସମୟର କଥା ଲେଖୁଛି, ସେ ସମୟରେ ବିରଳ ମହାମହୀରୁହମାନଙ୍କ ସହିତ ନିବିଡ଼ ଗୁଳ୍ମଲତାରେ ସମଗ୍ର ସ୍ଥାନଟି ସେ ସମୟରେ ବିରଳ
ମହାମଣିମାନଙ୍କ ସହିତ ନିବିଡ଼ ଗୁଳ୍ମଲତାରେ ସମଗ୍ର ସ୍ଥାନଟି ଆଚ୍ଛନ୍ନ ହୋଇଥିଲା ଏବଂ କାଳଜୟୀ ଅପରୂପ କଳାରେ ମଣ୍ଡିତ ଦୁଇଟି ପାଷାଣ ମନ୍ଦିର ଓ ଭଗ୍ନ ଜୀର୍ଣ୍ଣ ବହୁ ପାଷାଣ ମୂର୍ତ୍ତି ଏଠାରେ ବିଦ୍ୟମାନ ଥିଲା। ସ୍ମୃତି ଶ୍ମଶାନ ଏ ସ୍ଥଳଟି ଚିର ଶ୍ୟାମଳ ଓ ଚିର ଶୀତଳ ହୋଇ ପୁରାଣ ବର୍ଣ୍ଣିତ ତପୋବନରେ ଶୋଭା ଧାରଣ କରିଥିଲା। ଏଠାକୁ ଗଲେ ସବୁ ଦୁଃଖ ପାସୋରିଯାଏ। ଅନାମ ପୁଷ୍ପ ସମ୍ଭାରର ସୁଗନ୍ଧ ଅଜ୍ଞାତନାମା ବହୁ ବିହଙ୍ଗରେ କାକଳୀ ତରୁଗୁଳ୍ମଲତାର ନୈସର୍ଗିକ ପ୍ରେମବନ୍ଧନରେ ବିନିର୍ମିତ ପୁଞ୍ଜ ପୁଞ୍ଜ ପୂର୍ବ ବିଭବର ବାର୍ତ୍ତାବହ ବହୁ ପ୍ରାଚୀନ କୀର୍ତ୍ତି ସମସ୍ତେ ମିଳି ଦର୍ଶକକୁ ତଣ୍ଡୁଳ ତୈଳ ଶାକ ଲବଣର ସଂସାରରୁ ଘେନିଯାଇ ଶାନ୍ତିମୟ ଧାମରେ ପହଞ୍ଚାଇଥାନ୍ତି। ଷଡ଼ଋତୁର ପ୍ରଭାବ ଅନ୍ୟତ୍ର ଅନୁଭୂତ ହେଉ ବା ନ ହେଉ ଏଠାରେ ନିଶ୍ଚିତ ଭାବରେ ଅନୁଭୂତ ହେଉଥିଲା। ବସନ୍ତର ବାର୍ତ୍ତାବହ କୋକିଳର କୂଜନ ଖାଲି ଏହି ଦେବସ୍ଥଳଟିର ନୁହେଁ, ସମଗ୍ର ଗ୍ରାମଟି ମୂର୍ଚ୍ଛିତ ହୋଇ ଉଠୁଥିଲା। ଏ ଗ୍ରାମର ନବାଗତ ଅତିଥି ମୁଁ ମନେ ମନେ ଭାବୁଥିଲି ଏ ସ୍ୱର୍ଗୀୟ ସ୍ୱର ଲହରୀ କ'ଣ କୌଣସି ପକ୍ଷୀ କଣ୍ଠରୁ ସମ୍ଭବତଃ ନା ଦେବଲୋକରୁ ଆଗତ। ବର୍ଷର ବହୁ ମାସରେ କାମିନୀର କାମନୀୟ ପୁଷ୍ପ ସମ୍ଭାର ସମଗ୍ର ସ୍ଥାନଟିରେ ସୁବାସ ବିତରଣ କରୁଥିଲା। ବସ୍ତୁତଃ ଦେବସ୍ଥଳୀରେ ଗୁଳ୍ମଲତା ମଧ୍ୟରେ କାମିନୀର ସଂଖ୍ୟା ସର୍ବାଧିକ ଥିଲା। କୃଷ୍ଣଚୂଡ଼ା ଓ କିଶଙ୍କୁ କାଳୋପଯୋଗୀ ଅଜସ୍ର ପୁଷ୍ପସ୍ତବକରେ ମଣ୍ଡିତ ହୋଇ ଏହାର ଶୋଭାବର୍ଦ୍ଧନ କରୁଥିଲେ। ଖିଚିଙ୍ଗକୋଟ ବା ଆଧୁନିକ ଖିଚିଙ୍ଗ ଭଞ୍ଜବଂଶର ରାଜଧାନୀ ହୋଇଥିବାରୁ ଏଠାରେ ଦୁଇଟି ରାଜନଗରର ଭଗ୍ନାବିଶେଷ ଅଦ୍ୟାପି ଦେଖାଯାଏ। ଏଥିମଧ୍ୟରୁ ଗୋଟିକର ନାମ ବିରାଟଗଡ଼ ଓ ଅନ୍ୟଟିର ନାମ କୀଚକଗଡ଼। ଯେତେବେଳେ ଇତିହାସ ଲୁପ୍ତ ହେଲା ସେତେବେଳେ ଅନଭିଜ୍ଞ ଲୋକମାନେ ଗଡ଼ ଦୁଇଟିର ଏପରି ପୌରାଣିକ ନାମ ଦେଇଥିଲେ ହେଁ ଏଗୁଡ଼ିକ ଯେ ପ୍ରାଚୀନ ଭଞ୍ଜ ରାଜାମାନଙ୍କ ରାଜଭବନ ଥିଲା ତାହା ଏ ସ୍ଥଳୀମାନଙ୍କର ଭୂଖନନ ତାହା ତାମ୍ର ଶିଳାଲେଖ ଏବଂ ବହୁବିଧ ପ୍ରାଚୀନ ପଦାର୍ଥରୁ ପ୍ରମାଣିତ ହୁଏ। ଗ୍ରାମର ଦକ୍ଷିଣ ପୂର୍ବ କୋଣରେ ଭଣ୍ଡିଣୀର ତଟଦେଶରେ ଅବସ୍ଥିତ ବିରାଟଗଡ଼ ବିଶାଳ ଶାଳତରୁ ଓ ଘନ ଗୁଳ୍ମ ଲତାକୀର୍ଣ୍ଣ ହୋଇ ରହିଥିଲା ଏବଂ ଏହାର ପାର୍ଶ୍ୱରେ ନଦୀ ସ୍ରୋତ ଖୋଦିତ ବହୁ ଖଣା ସାତପୁରୀ ନାମରେ ଅଭିହିତ ହେଉଥିଲା। ଏହି ଘନ ଜଙ୍ଗଲ ଓ ଖଣା ଭିତରେ ପ୍ରବେଶ କରିବାରେ ଲୋକେ ଭୟ କରୁଥିଲେ। ଗ୍ରାମର ପଶ୍ଚିମ ସୀମାକୁ ଲାଗି ଖଇରୀ ନଦୀର ଅଦୂରେ ଅବସ୍ଥିତ ଖିଚିଙ୍ଗଗଡ଼ର ଦୁର୍ଗର ସମସ୍ତ ଚିହ୍ନ ବିଦ୍ୟମାନ ଥିଲା ଓ ବର୍ତ୍ତମାନ ମଧ୍ୟ ଅଛି। ପ୍ରାଚୀରର ଧ୍ୱଂସାବଶେଷ ପ୍ରାଚୀର ସନ୍ନିକଟ ଅର୍ଦ୍ଧପରିତ୍ୟୁତ ଖଡ଼ଗାଈ ରାଜଗୁରୁ ଓ ରାଣୀ ଗାଧୋଆ ନାମଧେୟ ପୁଷ୍କରିଣୀ ଦ୍ୱୟ ଏବଂ ହାତୀଖଣା ଇତ୍ୟାଦି ଅଦ୍ୟାପି ବିଦ୍ୟମାନ ରହି ରାଜଦୁର୍ଗରେ ନିଶ୍ଚିତ ସଂକେତ ଦେଉଛନ୍ତି। ଖିଚିଙ୍ଗଗଡ଼ ବିରାଟଗଡ଼ ପରି ଘନ ବନ ପୂର୍ଣ୍ଣ ନଥିଲା। ବିଶାଳ ଆମ୍ବ ଓ ଶାଳମାନେ ପ୍ରହରୀ ପରି ଗଡ଼ଟିରେ ଇତସ୍ତତଃ ଦଣ୍ଡାୟମାନ ଥିଲେ ଏବଂ ସେମାନଙ୍କ ପଦଦେଶରେ ନାନା ଜାତିର ଗୁଳ୍ମଲତା ସମଗ୍ର ଦୁର୍ଗଟିକୁ ଆଚ୍ଛନ୍ନ କରି ରହିଥିଲେ। ଏଠାରେ ବର୍ଷସାରା ନାନା ଜାତିର ପକ୍ଷୀ ପୁଷ୍ପ ଓ ଫଳ ଦେଖିବାକୁ ମିଳୁଥିଲେ ହେଁ ବସନ୍ତର ଆରମ୍ଭରେ ଏ ସମସ୍ତ ଐନ୍ଦ୍ରଜାଲିକ ଶୋଭା ସୃଷ୍ଟି କରୁଥିଲେ। ବନ ଯୁଥି ଲତାୟିତ ତନୁରେ ଅଗଣିତ ଶୁଭ୍ର ସୁମନ ବହନ କରି ସର୍ବତ୍ର ସୌରଭସୁରା ବିତରଣ କରୁଥିଲା। ଇନ୍ଦ୍ର ଅଜସ ଶୁଭ୍ର ପୁଷ୍ପସ୍ତବକରେ ଆନତ ହୋଇ ସମସ୍ତଙ୍କୁ ଆହ୍ୱାନ କରୁଥିଲା। ସୁନାରୀ ସ୍ୱର୍ଣ୍ଣବର୍ଣ୍ଣ ପୁଷ୍ପମାଳରେ ମଣ୍ଡିତା ହୋଇ ଐଶ୍ୱର୍ଯ୍ୟଶାଳୀନା ରମଣୀ ପରି ଦେଖାଯାଉଥିଲା ଏବଂ କିଂଶୁକର ଅଜସ୍ର ଲୋହିତ ସ୍ତବକ ଦାବାଗ୍ନିର ଭ୍ରମ ଆଣି ଦେଉଥିଲା। ଆମ୍ରକୁଞ୍ଜମାନେ ଗ୍ରାମସୀମାକୁ ଲମ୍ବି ଆସିଥିଲା। ଏମାନଙ୍କ ମଧ୍ୟରୁ କେତେକ ନବୀନ ଓ କେତେକ ପ୍ରାଚୀନ ସମସ୍ତେ ବସନ୍ତରେ ତାମ୍ର ଉପଲବ୍ଧରେ ଓ ଅଜସ୍ର ପୁଷ୍ପରେ ମଣ୍ଡିତ ହୁଅନ୍ତି ଏବଂ ଗ୍ରୀଷ୍ମରେ ଫଳଭାରରେ ଆନତ ହୁଅନ୍ତି। ଏମାନଙ୍କ ମଧ୍ୟରୁ କୋକିଳର କୁହୁ ଚିଙ୍କାରୀ ଝିଁ ଝିଁ ସ୍ୱନ ଓ ଆମ୍ବଡ଼ା ଆଣି ମାନଙ୍କ ଅତ୍ୟାଚାର ମୋ ସ୍ମୃତିପଟରୁ ଲିଭି ନାହିଁ। ବର୍ଷାର ମେଘାଚ୍ଛନ୍ନ ଦିବସ ମେଘମେଦୁର ଦୁରୁଗିରିରାଜି ତଡ଼ିତର ଚମକ ବଜ୍ରର କମ୍ପନ ଅବିରତ ବାରିପାତ ଦ୍ୱାଧିନୀରତା ଅନ୍ଧକାରମୟୀ ରଜନୀ ବନଲତାର ଘନ ଶ୍ୟାମଳତା ଶସ୍ୟକ୍ଷେତ୍ରରେ ନବନୀଳିମା ଶିଶିର
ଘନକୁ ହେଳି ଶୈତ୍ୟର ସିଂହରଣ, ଧୂମାୟିତ ଦିଗନ୍ତ, ସ୍ୱର୍ଣ୍ଣ ଶୀଷ ଶସ୍ୟ ସମ୍ଭାର ଇତ୍ୟାଦି ସବୁକୁ ଆଜି ଗୋଟି ଗୋଟି ହୋଇ ମୋର ମନରେ ପଡ଼ିଯାଉଛି। ମୋର ମନେ ହେଉଛି ଯେ ମୋର ଗ୍ରାମଠାରୁ ଆଉ କୌଣସି ସୁନ୍ଦର ଗ୍ରାମ ନାହିଁ। ଏହି ଗ୍ରାମରେ 1909 ମସିହାରେ ମାତୃଗର୍ଭରୁ ଭୂମିଷ୍ଠ ହୋଇଥିଲି। ମୋର ଜାତକ ଭୁବନେଶ୍ୱରରେ ଚୋରିଗଲା। ଘରେ ଯେଉଁ ଟିପ୍ପଣୀଟି ଥିଲା ସେହି ଅନୁସାରେ ସନ୍ 1316 ସାଲ ଶତାବ୍ଦୀ 1831 ମାର୍ଗଶିର 27 ଦିନ କୃଷ୍ଣ ଚତୁର୍ଥୀ ଭଗ୍ନବାସରେ ଦିବା 13-23 କି 19 ସମୟରେ ମେଷ ଲଗ୍ନରେ ମୁଁ ଜନ୍ମଗ୍ରହଣ କରିଥିଲି। ଏଣୁ 1909 ଖ୍ରୀଷ୍ଟାବ୍ଦରେ ହିଁ ମୋର ଜନ୍ମ ଘଟିଥିଲା। ଶୈଶବ ଓ ଯୌବନରେ ମୁଁ ଏକାତ୍ୱକ ଥର ଜ୍ୟୋତିଷମାନଙ୍କ ମୁହଁରୁ ଶୁଣିଛି ଯେ ମୋର କୋଷ୍ଠୀରେ ଧନ, ବିଦ୍ୟା ବା ସନ୍ତାନ ନାହିଁ। ଏହି ଗଣନାର ବାସ୍ତବତା ସହିତ କୌଣସି ସମ୍ପର୍କ ନଥିବାରୁ କୋଷ୍ଠୀର ଫଳାଫଳରେ ମୋର ବିଶ୍ୱାସ ନାହିଁ। କୋଷ୍ଠୀରେ ମୋର ଆୟୁକାଳ ଥିଲା 62 ବର୍ଷ, କିନ୍ତୁ 62 ବର୍ଷ ପରେ ଅନେକ ଦିନ ବଞ୍ଚିଲିଣି। ଏସବୁ କାରଣରୁ କୋଷ୍ଠୀର ଫଳାଫଳ ମୋର ବିଶ୍ୱାସ ନାହିଁ। ମୋର ସ୍ୱର୍ଗତ ପିତା ସାଗର ପାଣିଗ୍ରାହୀ ଓ ମାତା ସରସ୍ୱତୀ ଦେବୀ କେଉଁଝର ଜିଲ୍ଲା ଆନନ୍ଦପୁର ସବ୍ ଡିଭିଜନରେ ସେମାନଙ୍କ ବାସସ୍ଥାନ ମୁଗୁରରୁ ପ୍ରାୟ 80 ବର୍ଷ ପୂର୍ବେ ଚାଲି ଆସି ଖିଚିଙ୍ଗରେ ନବସଂସାର ସ୍ଥାପନ କରିଥିଲେ। ମୁଁ ମୋ ପିତା ମାତାଙ୍କର ନବମ ସନ୍ତାନ। ମୋର 11ଟି ଭାଇ ଭଉଣୀ ମଧ୍ୟରୁ 3ଟି ବାଲ୍ୟକାଳରୁ ଇହ ସଂସାର ତ୍ୟାଗ କରିଥିଲେ। ବଂଶବୃକ୍ଷରେ ମୋର ସ୍ଥାନ ନିମ୍ନରେ ସୂଚିତ କରାଗଲା। ମୋର ପିତା ଅତ୍ୟନ୍ତ ଉଦାସୀ ଥିଲେ। ଏ ସଂସାରଟା ଯେ ଜୀବନ ସଂଗ୍ରାମର ସ୍ଥଳ, ଏକଥା ବୋଧହୁଏ ତାଙ୍କ ମନକୁ ସ୍ପର୍ଶ କରିନଥିଲା। ଅତି ସାମାନ୍ୟ ଧନର ଅଧିକାରୀ ମାନବ ଅତି ସାମାନ୍ୟ ଜଳର ଅଧିକାରୀ ମୀନ ପରି ଯେଉଁ ଦୁର୍ଦ୍ଦଶା ଭୋଗ କରେ, ମୋର ପିତାଙ୍କୁ ସେହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥିଲା। ଖିଚିଙ୍ଗ ଅଞ୍ଚଳରେ ବ୍ରାହ୍ମଣ ବୃତ୍ତି ପାଇଁ ପ୍ରଶସ୍ତ କ୍ଷେତ୍ର ଥିବାରୁ ପୈତୃକ ସ୍ଥାବର ସମ୍ପତ୍ତିକୁ ବିକି ଦେଇ ବାପା ମୟୂରଭଞ୍ଜକୁ ପଳାଇ ଆସିଲେ। ସେ ତାଙ୍କର ଜମିବାଡ଼ିକୁ ଯେପରି ଭାବରେ ବିକିଥିଲେ, ତାହାର ଗୋଟିଏ କରୁଣ କାହାଣୀ ଆମ୍ଭମାନଙ୍କ ମା ଆମ୍ଭମାନଙ୍କୁ ବହୁଦିନ ପର୍ଯ୍ୟନ୍ତ କହୁଥିଲେ। ବାପା ତାଙ୍କ ଜମିବାଡ଼ି 300 ଟଙ୍କାରେ ଜଣେ ଗ୍ରାହକକୁ ବିକିଦେଇ ତାକୁ ଗୋଜା ତମସୁକ ଲେଖିଦେଲେ। ମାତ୍ର ଗ୍ରାହକ ତାଙ୍କୁ ପ୍ରଥମେ 100 ଟଙ୍କା ଦେଇ ବାକି ଟଙ୍କା ପରେ ଦେବାକୁ ପ୍ରତିଶ୍ରୁତି ଦେଲା ଏବଂ ସେ ସବୁ ଟଙ୍କା ପାଇଛନ୍ତି ବୋଲି କଚେରୀରେ ପ୍ରକାଶ କରିବାକୁ ବାପାଙ୍କୁ ଅନୁରୋଧ କଲା। ବାପା ତଦନୁସାରେ ସବୁ ଟଙ୍କା ପାଇଛନ୍ତି ବୋଲି ହାକିମ ଆଗରେ ପ୍ରକାଶ କଲେ। ମାତ୍ର ବିକ୍ରି କବଲା ଏହିପରି ଭାବରେ ବଳବତ୍ତର ହେବା ପରେ ଗ୍ରାହକ ଆଉ 200 ଟଙ୍କା ଦେବାର ନାମ ଧରିଲା ନାହିଁ। ବାପା ଦିନ ପରେ ଦିନ ଚେଷ୍ଟା କରି ସୁଦ୍ଧା ତାଠାରୁ ଆଉ ଗୋଟିଏ ସୁଦ୍ଧା ଟଙ୍କା ପାଇଲେ ନାହିଁ। ଅବଶେଷରେ ଦିନେ ଅନ୍ତତଃ ଯୁଦ୍ଧ ହୋଇ ସେ ତା ଘରକୁ ଗଲେ ଏବଂ 100 ଟଙ୍କାରୁ ତାଙ୍କଠାରେ ଯାହା ବାକି ଥିଲା ତାହା ତା ଉପରକୁ ଫିଙ୍ଗି ଦେଇ କହିଲେ, ନେ ଏହାକୁ ମଧ୍ୟ ଖା। ବ୍ରହ୍ମସ୍ୱ ଖାଇଲୁ, ନିର୍ବଂଶ ହୋଇଯିବୁ। ସେ ନିର୍ବଂଶ ହେଲା କି ନାହିଁ ତାହା ଜଣା ନାହିଁ, କିନ୍ତୁ ବାପା ନିଃସ୍ୱ ହେଲେ ଏବଂ ସେହି ନିଃସ୍ୱ ଅବସ୍ଥାରେ ଖିଚିଙ୍ଗକୁ ଚାଲି ଆସିଲେ। ଖିଚିଙ୍ଗକୁ ଆସିବା ବେଳେ ବାପା ତାଙ୍କ ଅବସ୍ଥାର ସମ୍ପତ୍ତିର ଯେଉଁ 2ଟି ଭାର ସଙ୍ଗରେ ଆଣିଥିଲେ, ତାହାର ଅଧିକାଂଶ ଥିଲା ତାଳପତ୍ର ପୋଥି। 2ଟି ବଡ଼ ବଡ଼ କମ୍ପରେ ଭର୍ତ୍ତି ହୋଇ ସେଗୁଡ଼ିକ ଆମ ଘରେ ବହୁଦିନ ପର୍ଯ୍ୟନ୍ତ ଥିଲା। ପୋଥିଗୁଡ଼ିକ ମଧ୍ୟରେ ଥିଲା ହରିବଂଶ, ଜଗନ୍ନାଥ ଦାସଙ୍କ ଭାଗବତ, ସାରଳା ମହାଭାରତର କେତୋଟି ପର୍ବ, ପ୍ରସ୍ତାବ ସିନ୍ଧୁ, ଚାଣକ୍ୟ ଶ୍ଲୋକ, ବହୁ ପ୍ରକାର ଓଷାବ୍ରତର ପୁସ୍ତକ, କେତେକ ପ୍ରକାର ସ୍ମୃତିଶାସ୍ତ୍ର, ପୂଜାପତ୍ର, ବ୍ରତ, ବିବାହ, ସାଧ, ସୁଧ ଇତ୍ୟାଦି ବହୁବିଧ କର୍ମ କର୍ମାଣୀ ଗ୍ରନ୍ଥମାନ। ଏହି ତାଳପତ୍ର ପୋଥିଗୁଡ଼ିକ ଥିଲା ଆମ ଘରର ପ୍ରଧାନ ସମ୍ପତ୍ତି। ସେତେବେଳେ ଖିଚିଙ୍ଗ ଅଞ୍ଚଳରେ ମୁଷ୍ଟିମେୟ ବ୍ରାହ୍ମଣ ପରିବାର ବାସ କରୁଥିଲେ। ଏଣୁ ଜଣେ ବେଦ ବିଧିଜ୍ଞ ବ୍ରାହ୍ମଣ ହିସାବରେ ବାପା ଅତି ଶୀଘ୍ର ପ୍ରତିଷ୍ଠା ଲାଭ କରିଥିଲେ। ମୟୂରଭଞ୍ଜ ମହାରାଜା ତାକୁ ଖିଚିଙ୍ଗ ମନ୍ଦିରରେ ପୂଜକ କାର୍ଯ୍ୟରେ ନିଯୁକ୍ତ କଲେ। ଏହି ମନ୍ଦିରରୁ ସାମାନ୍ୟ ଆୟ, 5 ମାଣ ଦେବୋତ୍ତର ଜାୟଗିରି ଓ ଯଜମାନଙ୍କଠାରୁ ମିଳୁଥିବା ଆୟରେ ଆମ ପରିବାରଟି ସ୍ୱଚ୍ଛନ୍ଦରେ ଚାଲି ଯାଉଥିଲା।
ଏ ସମସ୍ତ କାର୍ଯ୍ୟରେ ତାଙ୍କ ବଡ଼ ପୁଅ 2 ଜଣ ମଧ୍ୟ କ୍ରମଶଃ ତାଙ୍କୁ ସାହାଯ୍ୟ କରିବାକୁ ଲାଗିଲେ। ବାପା ଇଚ୍ଛା କରିଥିଲେ ବହୁ ସମ୍ପତ୍ତିର ଅଧିକାରୀ ହୋଇପାରିଥାନ୍ତେ। ସେ ସମୟରେ ସର୍ବତ୍ର ଅନଧିକୃତ ଜମି ବିସ୍ତୃତ ଭାବରେ ପଡ଼ି ରହିଥିଲା ଏବଂ ସେସବୁ ଜମିକୁ ଚାଷ କରିବାରେ ବେଶୀ ବାଧାବିଘ୍ନ ନଥିଲା। ତା ଛଡ଼ା ଏହି ଆଦିବାସୀ ବହୁଳ ଅଞ୍ଚଳରେ ଅତି ସହଜ ଓ ଶସ୍ତାରେ ଭୂସମ୍ପତ୍ତି ବୃଦ୍ଧି କରିବାର ନାନା ପନ୍ଥା ମଧ୍ୟ ପଡ଼ିଥିଲା। ବାପା ସେସବୁ ପନ୍ଥା ଧରି ନଥିଲେ। ପ୍ରଜା ପ୍ରକରଣ ଓ ଯୋଜନା ଯାଜନରୁ ଯାହା ମିଳୁଥିଲା ସେଇଥିରେ ହିଁ ସେ ସନ୍ତୁଷ୍ଟ ରହୁଥିଲେ। ଅନ୍ୟ ଜମିର ଅପହରଣ ଓ ଅନ୍ୟ ବିରୁଦ୍ଧରେ ସାକ୍ଷ୍ୟ ପ୍ରଦାନ ଏ ଦୁଇଟି କର୍ମ ସେ ଜୀବନରେ କରିନଥିଲେ। ଆମ ବଂଶରେ ଅଦ୍ୟାପି ଏହି ପରମ୍ପରା ରହିଆସିଛି। ଆଦିବାସୀ ବହୁଳ ଅଞ୍ଚଳରେ ଅବସ୍ଥିତ ଖିଚିଙ୍ଗର ଏକମାତ୍ର ବ୍ରାହ୍ମଣ ପରିବାର ଭୂସମ୍ପତ୍ତି ଅଦ୍ୟାପି 5ରୁ 7 ମାଣରୁ ଅଧିକ ହୋଇନାହିଁ। ଖିଚିଙ୍ଗର ନବସଂସାରରେ ବାପା ତାଙ୍କ ପରିବାରର ଜୀବନତରୀକୁ ଦୁଃଖ ସୁଖରେ ଏହିପରି ଭାବରେ ବାହି ନେଉଥିବା ବେଳେ ମୋର 5-6 ବର୍ଷ ବୟସରେ ହଠାତ୍ ଗୋଟିଏ ଘଟଣା ଘଟିଲା, ଯାହାକି ଏହି ତରୀରୁ ସମ୍ପୂର୍ଣ୍ଣ ଟଳମଳ କରିଦେଇଥିଲା। ଖିଚିଙ୍ଗ ଓ ତାହାର ସନ୍ନିକଟ ଅଞ୍ଚଳରେ ରହୁଥିଲେ ଭୂୟାଁ, ପୁରାଣ, ସାଉଁତି, ବାଥୁଡ଼ି, ଗୌଡ଼, ତେଲି ଜାତୀୟ ଲୋକ। ଏମାନଙ୍କ ମଧ୍ୟରେ ତେଲିମାନେ ସ୍ୱଚ୍ଛଳ ଓ ସଦାଚାର ସମ୍ପନ୍ନ ଥିଲେ। ମାତ୍ର ସେମାନଙ୍କ ଘରେ ବ୍ରାହ୍ମଣମାନେ କରୁଥିଲେ ହେଁ ସେମାନଙ୍କର ଜଳପାନ କରୁନଥିଲେ। ଭୂୟାଁ, ବାଥୁଡ଼ି, ସାଉଁତିମାନେ ଆଦିବାସୀ ଶ୍ରେଣୀୟ ଥିଲେ ହେଁ ବ୍ରାହ୍ମଣମାନେ ସେମାନଙ୍କ ଘରେ ପୌରୋହିତ କରି ସେମାନଙ୍କଠାରୁ ଜଳପାନ ମଧ୍ୟ କରୁଥିଲେ। ବ୍ରାହ୍ମଣମାନେ ଏହି ଅଞ୍ଚଳକୁ ଆସିବା ପୂର୍ବରୁ ଏହି ଉପଜାତିମାନେ ଏ ଅଞ୍ଚଳର ଭୂସ୍ୱାମୀ ଥିବା ସେମାନଙ୍କ ବ୍ରାହ୍ମଣଙ୍କଠାରୁ ଏ ସୁବିଧା ବଳପୂର୍ବକ ଆଦାୟ କରିଥିଲେ। ସେମାନେ ଯେଉଁ ଉପାୟରେ ଏ ସୁବିଧା ହାସଲ କରିଥିଲେ ସେ ସମ୍ବନ୍ଧରେ ମୋର ବାଲ୍ୟକାଳ ପର୍ଯ୍ୟନ୍ତ କିମ୍ବଦନ୍ତୀ ପ୍ରଚଳିତ ଥିଲା। ଏ ଅଞ୍ଚଳକୁ ଆସିଥିବା ବ୍ରାହ୍ମଣମାନଙ୍କ ମଧ୍ୟରୁ ଯେଉଁମାନେ ଏମାନଙ୍କ ଘରେ ପୌରୋହିତ୍ୟ ଓ ଜଳପାନ କରିବାକୁ ଅସମର୍ଥ ହେଉଥିଲେ, ଏହି ଉପଜାତିମାନେ ସେମାନଙ୍କୁ ଗଛରେ ବାନ୍ଧିଦେଇ ଓ ସେମାନଙ୍କୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ପାଲ ଦଉଡ଼ିରେ ଗୁଡ଼ାଇ ଦେଇ ସେଥିରେ ଟିକେ ନିଆଁ ଲଗାଇ ଦେଉଥିଲେ। ଏହି ଉପାୟରେ 2-4 ଜଣ ବ୍ରାହ୍ମଣଙ୍କୁ ବଧ କରିବା ପରେ ବ୍ରାହ୍ମଣମାନେ ଏମାନଙ୍କ ଘରେ ପୌରୋହିତ ଓ ଜଳପାନ କରିବାକୁ ସ୍ୱୀକୃତ ହୋଇଥିଲେ। ତେଲି ଭାଇମାନଙ୍କ ହାତରେ ଏପରି ରାଜଶକ୍ତି ନଥିଲା। ଏମାନେ ଯେତେ ସଦାଚାର ସମ୍ପନ୍ନ ହେଲେ ହେଁ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳପାନ କରୁନଥିଲେ। ଏଣୁ ଏମାନେ 1914 କିମ୍ବା 1915 ମସିହାରେ ଜଳଚଳନ ହେବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ। ଏହି ସମୟରେ ମୟୂରଭଞ୍ଜର ଧର୍ମ ବିଭାଗ ମହାରାଜାଙ୍କ ଖୁଡ଼ୁତା ରାଉତରାୟ ସାହେବଙ୍କ ହାତରେ ଥିଲା। ତେଲି ଭାଇମାନେ ତାଙ୍କ ପାଖକୁ ଯାଇ ଜଳଚଳନର ହେବା ପାଇଁ ତାଙ୍କ ପାଖରେ ଅନୁମତି ଆଣିଲେ। ମାତ୍ର ବ୍ରାହ୍ମଣମାନଙ୍କ ସମ୍ମତି ବିନା ଏ ଅନୁମତିର ମୂଲ୍ୟ ନଥିଲା। ଏଣୁ ଗୋଟିଏ ବ୍ରାହ୍ମଣ ସଭା ବସିଲା ଓ ସେଥିରେ ଆଖପାଖ ଅଞ୍ଚଳର ସମସ୍ତ ବ୍ରାହ୍ମଣ ଯୋଗଦେଲେ। ବ୍ରାହ୍ମଣମାନେ ତେଲିମାନଙ୍କ ହାତରୁ ଜଳପାନ ସିନା କରୁନଥିଲେ, କିନ୍ତୁ ସେମାନଙ୍କ ପ୍ରଦତ୍ତ ସମସ୍ତ ଖାଦ୍ୟଦ୍ରବ୍ୟର ସଦ୍ବ୍ୟବହାର କରୁଥିଲେ। ବ୍ରାହ୍ମଣମାନେ ତେଲିମାନଙ୍କ ହାତରୁ ଜଳପାନ ସିନା କରୁନଥିଲେ, କିନ୍ତୁ ସେମାନଙ୍କ ପ୍ରଦତ୍ତ ସମସ୍ତ ଖାଦ୍ୟଦ୍ରବ୍ୟର ସଦ୍ବ୍ୟବହାର କରୁଥିଲେ। ଭୋଜି ହେଲା, ସଭା ବସିଲା। ବ୍ରାହ୍ମଣମାନେ ବଡ଼ ପାଟିରେ ତର୍କ ବିତର୍କ କଲେ, ଶ୍ଲୋକ ପଢ଼ିଲେ। ମାତ୍ର ଶେଷରେ ନିଷ୍ପତ୍ତି ହେଲା ଯେ ତେଲିମାନଙ୍କ ହାତରୁ ଜଳପାନ କରିବା ଶାସ୍ତ୍ର ବିରୁଦ୍ଧ। ଏଣୁ ବ୍ରାହ୍ମଣମାନେ ସେମାନଙ୍କଠାରୁ ଜଳପାନ କରିବେ ନାହିଁ। ଏହି ନିଷ୍ପତ୍ତିର ବିରୁଦ୍ଧାଚରଣ କରିଥିଲେ କେବଳ ଆମର ବାପା। ତାଙ୍କର ଯୁକ୍ତି କ'ଣ ଥିଲା ତାହା କହିବା ମୋ ପକ୍ଷରେ ସମ୍ଭବପର ନୁହେଁ। କିନ୍ତୁ ମସ୍ତକରେ କୋଷପଦ ପରି କେଶଗୁଚ୍ଛ, ଲଲାଟରେ ରକ୍ତଚନ୍ଦନ ଚିତା, କାନ୍ଧରେ ଗାମୁଛା, ହାତରେ ଖଣ୍ଡେ ବାଉଁଶ ବାଡ଼ି ବହନ କରି ସଭା ମଧ୍ୟରେ ସେ ବହୁ ରାତ୍ରି ପର୍ଯ୍ୟନ୍ତ ବସିରହି ତାଙ୍କର ଯୁକ୍ତିରେ ଅଟଳ ରହିଥିବାର ଅସ୍ପଷ୍ଟ ଦୃଶ୍ୟ ଅଦ୍ୟାପି ମୋର ମନେ ପଡ଼ୁଛି। ପରେ ଜାଣିଲି ଯେ ତାଙ୍କ ଯୁକ୍ତି ଥିଲା କୌଳଂ ପାରଶତ ସ୍ମୃତିଃ, ଅର୍ଥାତ୍ କଳିଯୁଗରେ ପରାଶର ସଂହିତା ଅନୁସାରେ ହିଁ ସମସ୍ତ ବିଧି ବିଧାନ ସ୍ଥିରୀକୃତ ହେବା ଉଚିତ। ତେଲିମାନଙ୍କ ବିରୁଦ୍ଧରେ ଏ ସଂହିତାରେ କିଛି ନାହିଁ। ଏଣୁ ଏମାନଙ୍କ ହାତରୁ ଜଳପାନ କରିବା ଅଶାସ୍ତ୍ରୀୟ ନୁହେଁ। ବାପାଙ୍କର ଏ ଯୁକ୍ତିକୁ ବ୍ରାହ୍ମଣମାନେ ଗ୍ରହଣ କଲେ ନାହିଁ। ବରଂ ସଭା ପରେ ବହୁଦିନ ପର୍ଯ୍ୟନ୍ତ ସେମାନଙ୍କୁ କହି ବୁଲିଲେ, ଖଇ ଗୋଟି ଗୋଟି, ଧାନ ଗୋଟି ଗୋଟି, ବାଛୁ ବାଛୁ ଦିନ ସରିଲା, ତେଲି ଯଜମାନମାନଙ୍କୁ କହିବ ଯାଇ ତାଙ୍କ ପାଣିଚଳ କଥା ନ ହୋଇଲା। ବାପା କିନ୍ତୁ
ତାଙ୍କ ନିଷ୍ପତ୍ତିରେ ଅଟଳ ରହି ଜଳପାନ କରିବା ପାଇଁ ତେଲିମାନଙ୍କୁ ପ୍ରତିଶ୍ରୁତି ଦେଲେ। ସେହି ଅନୁସାରେ ଖିଚିଙ୍ଗର ଠାକୁରାଣୀ ମନ୍ଦିରରେ ଗୋଟିଏ ଉତ୍ସବର ଆୟୋଜନ କରାଗଲା ଏବଂ ସେଥିରେ ବହୁ ସଂଖ୍ୟକ ତେଲି ଭାଇ ଯୋଗଦେଲେ। ସେମାନଙ୍କ ହର୍ଷଧ୍ୱନି ଓ ବାଦ୍ୟ ଘଣ୍ଟ ଶଙ୍ଖଧ୍ୱନି ମଧ୍ୟରେ ବାପା ସର୍ବଜାତି ସମକ୍ଷରେ ସେମାନଙ୍କ ହାତରୁ ଜଳପାନ କଲେ। ଏ ଘଟଣା ଆମ ପରିବାରର ପରିସ୍ଥିତିକୁ ଦୋହଲାଇ ଦେଇଥିଲା। ମା କାନ୍ଦି କାନ୍ଦି କହିଲେ ଯେ ବାପା ଅଜାତିଆ ହୋଇଗଲେ, ଏଣୁ ପିଲାମାନେ ଭାସିଯିବେ। ତାଙ୍କର ଏ ଆଶଙ୍କା ଯେ ଅମୂଳକ ନଥିଲା, ତା ପରେ ପ୍ରମାଣିତ ହେଲା। ଏହି ଘଟଣା ପରେ ବ୍ରାହ୍ମଣମାନେ ଆମ ପରିବାର ସହିତ ସର୍ବବିଧ ସମ୍ପର୍କ ଛିନ୍ନ କଲେ ଓ ତେଲିମାନଙ୍କ ଛଡ଼ା ଅନ୍ୟ ଜାତିମାନେ ପୁରୋହିତ ପଦରେ ବରଣ କଲେ ନାହିଁ। ଆମ ନିଜ ଘରେ ତାଙ୍କ ଉପସ୍ଥିତି ଜଟିଳତା ସୃଷ୍ଟି କରୁଥିବାରୁ ଜାଣି ବାପା ଆମ ଗାଁଠାରୁ 2 ମାଇଲ ଦୂରରେ ଥିବା କଖାରୁପନା ନାମକ ଗ୍ରାମରେ ଗୋଟିଏ କୁଟୀର ନିର୍ମାଣ କରି ଏକୁଟିଆ ସେହିଠାରେ ରହିଲେ। ମୋର ମନେ ପଡ଼ୁଛି ଯେ ଏହି କୁଟୀରର କାନ୍ଥରେ ସେ ଖଡ଼ିରେ ବହୁ ଶ୍ଲୋକ ଲେଖୁଥିଲେ ଓ ସେଗୁଡ଼ିକ ମୁଖସ୍ଥ କରୁଥିଲେ। ମରିବା ପର୍ଯ୍ୟନ୍ତ ଶ୍ଲୋକ ମୁଖସ୍ଥ କରିବା ତାଙ୍କର ଗୋଟିଏ କାମ ଥିଲା। ଶ୍ଲୋକଗୁଡ଼ିକର ମର୍ମ ମୁଁ ବୁଝିନଥିଲି, କିନ୍ତୁ କୁଟୀରର ଭିତର ଓ ବାହାର କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା କୌଳଂ ପାରସ୍ୟର ସ୍ମୃତିଃ ମୋର ମନେ ପଡ଼ୁଛି। ସେ ଯେ କୌଣସି ଅଶାସ୍ତ୍ରୀୟ କାର୍ଯ୍ୟ କରିନଥିଲେ, ଏ କଥାଟାକୁ ଦୃଢ଼ ଭାବରେ ଘୋଷଣା କରିବାକୁ ବୋଧହୁଏ ସେ ଏପରି ଲେଖିଥିଲେ। କିନ୍ତୁ ବାପାଙ୍କ ଏ ସମ୍ବନ୍ଧୀୟ ଧର୍ମଗତ ଏ ଅଞ୍ଚଳର କୌଣସି ଜାତି ମାନିନଥିଲେ। ଫଳତଃ ଆମ ବଂଶ ସମାଜରେ ନିନ୍ଦିତ ଓ ଘୃଣିତ ହେବାକୁ ଲାଗିଲା। ଆମ୍ଭେମାନେ ଯେଉଁଆଡ଼େ ଗଲେ ଶୁଣିଲୁ ଯେ ଆମ୍ଭେମାନେ ତେଲି ବିଟାଳିଆ। ବ୍ରାହ୍ମଣମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆମ ଘରେ ପୌରୋହିତ, ଜଳପାନ, ଭୋଜନ ଇତ୍ୟାଦି ସମସ୍ତ ପ୍ରକାର ସମ୍ପର୍କ କାଟିଦେଲେ। ବନ୍ଧୁ ବାନ୍ଧବମାନେ ନିମିତ୍ତ କାର୍ଯ୍ୟରେ ଆଉ ଆମ୍ଭମାନଙ୍କୁ ନିମନ୍ତ୍ରଣ କଲେ ନାହିଁ। ଆମ ଘରକୁ କନ୍ୟାଦାନ କରିବା ପାଇଁ କୌଣସି ବ୍ରାହ୍ମଣ ପ୍ରସ୍ତୁତ ହେଲେ ନାହିଁ। ଏ ଘଟଣା ପୂର୍ବରୁ ପିତାଙ୍କ ପ୍ରଥମ ପୁତ୍ର ଓ କନ୍ୟା ଦୁଇଟିର ବିବାହ ହୋଇଯାଇଥିଲା, ମାତ୍ର ବାସନ୍ଦ ହେତୁ ଅନ୍ୟ ପୁତ୍ରମାନଙ୍କ ବିବାହ ବହୁ ବର୍ଷ ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ରହି ଶେଷରେ ନାନା ଦୁଃଖ କଷ୍ଟ ଓ ଅନ୍ତରାୟ ମଧ୍ୟରେ ସମାହିତ ହୋଇଥିଲା। ଏ ସମୟର ଆମ୍ଭମାନଙ୍କ ଲାଞ୍ଛନା ମନେ ପଡ଼ିଲେ ଆଜି ସୁଦ୍ଧା ମୋର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଉଠେ। ବ୍ରାହ୍ମଣମାନଙ୍କ ଘରେ ଓ ଯଜମାନଙ୍କର ଘରେ ଯେଉଁ ଭୋଜି ହେଉଥିଲା, ସେହି ଭୋଜିମାନଙ୍କରେ ଧାଡ଼ି ମୁଣ୍ଡରେ 10 ହାତ ଦୂରରେ ଆମ୍ଭମାନଙ୍କ ପାଇଁ ସ୍ଥାନ କରାଯାଉଥିଲା। ଏ ଲାଞ୍ଛନାରେ ମୋର କୋମଳ ଓ ବିଦ୍ରୋହୀ ମନ କାନ୍ଦି ଉଠିଥିଲା। ନିଜର ଓ ପୁତ୍ର କନ୍ୟାମାନଙ୍କ ଏହି ଲାଞ୍ଛନା ମଧ୍ୟରେ ହିଁ ପିତା ମୋର 10 ବର୍ଷ ବୟସରେ 1919 ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ। ତାଙ୍କ ମୃତ୍ୟୁର କେତେ ମାସ ପୂର୍ବରୁ ତାଙ୍କ ଜ୍ୟେଷ୍ଠ ପୁତ୍ର ଗୋବିନ୍ଦ 1919ରେ ମହାମାରୀରେ ହିମିଜର ୱାର ଇନଫ୍ଲୁଏଞ୍ଜାରେ ପ୍ରାଣତ୍ୟାଗ କରିଥିଲେ। ପିତାଙ୍କ ମୃତ୍ୟୁ ପୂର୍ବରୁ ମାନବିକତା ଦୃଷ୍ଟିରୁ ତାଙ୍କୁ ତାଙ୍କ ନିଜ ଘର ଖିଚିଙ୍ଗକୁ ଅଣାଯାଇଥିଲା ଓ ସେହିଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଆମ ଭାଇମାନଙ୍କ ଛଡ଼ା ଅନ୍ୟ କେହି ବ୍ରାହ୍ମଣ ତାଙ୍କ ଶବାଧାରରେ କାନ୍ଧ ଦେଇନଥିଲେ। ପତିତର ଶବକୁ ଛୁଇଁବ କିଏ? ତାଙ୍କର ମୃତ୍ୟୁ ପରେ ସୁଦ୍ଧା ନିର୍ଦ୍ଦୟ ବ୍ରାହ୍ମଣ ସମାଜ ଆମ୍ଭମାନଙ୍କ ଉପରେ ନିଷ୍ଠୁର ପ୍ରତିଶୋଧ ନେଇଥିଲା। ବ୍ରାହ୍ମଣ ଅଭାବରୁ ଠିକ୍ ସମୟରେ ବାପାଙ୍କର ଶୁଦ୍ଧିକ୍ରିୟା ହୋଇପାରିଲା ନାହିଁ। ମୋର ଯେତେଦୂର ମନେ ପଡ଼ୁଛି, ତାଙ୍କ ମୃତ୍ୟୁର 2 ମାସ ପରେ ହିଁ ତାଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଥିଲା। ଆମ୍ଭେମାନେ ପ୍ରାୟଶ୍ଚିତ୍ତ କରି ଶୁଦ୍ଧ ହେବା ପାଇଁ ଚେଷ୍ଟା କଲେ ମଧ୍ୟ ଆମମାନଙ୍କୁ ବ୍ରହ୍ମାମାନେ ବିଧୂପତ୍ର ଦେଲେ ନାହିଁ। ସେତେବେଳେ ସେ ଅଚଳାର ବ୍ରହ୍ମା ଥିଲେ ରଞ୍ଚୁଆର ନିବାସୀ ନୀଳାମ୍ବର ପାଣିଗ୍ରାହୀ ଏବଂ କେଉଁଝର ବ୍ରହ୍ମା ଥିଲେ କାଳିନ୍ଦୀ ଚରଣ ଦାସ। ମୋର ଜ୍ୟେଷ୍ଠ ଭ୍ରାତା ଗୋପୀନାଥ ନନା ଉଭୟଙ୍କ ପାଖକୁ ଯାଇ ବହୁ କାକୁତି ମିନତି କଲେ ଏବଂ ବିଧୂପତ୍ର ପାଇଲେ ନାହିଁ। ବିଧୂପତ୍ର ନ ଦେବାର କାରଣ ଦର୍ଶାଇ ସେମାନେ କହିଲେ ଯେ ତେଲି ଯଜମାନମାନେ ମୟୂରଭଞ୍ଜ ମହାରାଜାଙ୍କୁ ଖୁଡ଼ୁତାଙ୍କଠାରୁ ଚଳଚଳନ ହେବା ପାଇଁ ଅନୁମତି ଆଣିଥିବାରୁ ସେମାନଙ୍କ ହାତରୁ ଜଳପାନ କରିଥିବା ବ୍ୟକ୍ତିର ପ୍ରାୟଶ୍ଚିତ୍ତ ବିଧାନ କଲେ ତାହା ସରକାରୀ ବିରୋଧୀ କାର୍ଯ୍ୟ ହେବ। ପ୍ରାୟଶ୍ଚିତ୍ତ କରିବାର ବିଧାନ ନ ମିଳିବାରୁ ସମଗ୍ର ପରିବାରଟି ଐଶ୍ୱର୍ଯ୍ୟର ସମସ୍ତ ଦୁଃଖ ଓ ଚିହ୍ନ ବହନ କରି 2 ମାସ ପର୍ଯ୍ୟନ୍ତ ଦଗ୍ଧ ହେଲା। ଅବଶେଷରେ ଢେଙ୍କାନାଳର ଜଣେ ଭିକ୍ଷୁକ ବ୍ରାହ୍ମଣ ଦେବଦୂତ ପରି ଆମ ଘରେ ଆସି ପହଞ୍ଚିଲେ। ତାଙ୍କର ସାହାଯ୍ୟରେ ଶୁଦ୍ଧ ହୋଇ ଆମ୍ଭେମାନେ ପିତାଙ୍କର ପ୍ରେତକୃତ ସମାପନ କଲୁ। ଏ ଘଟଣା ମୋର ବାଲ୍ୟ ହୃଦୟକୁ ଗଭୀର ଭାବରେ ଆଘାତ କରିଥିଲା। ମୁଁ ସେତେବେଳେ ଭାବୁଥିଲି ଯେ ବାପା ହୁଏତ କୌଣସି ଅକ୍ଷମଣୀୟ ଦୋଷ କରିଥିଲେ ଏବଂ ସେଥିପାଇଁ ବ୍ରାହ୍ମଣ ସମାଜ ଆମ ଉପରେ ଏପରି ନିଷ୍ଠୁର ପ୍ରତିଶୋଧ ନେଲା।
କିନ୍ତୁ ମୁଁ ଆଜି ଭାବୁଛି ଯେ ଏ ଅଞ୍ଚଳରେ ତତ୍କାଳୀନ ପଙ୍ଗୁ ସମାଜର ଜନଗଣ ମଧ୍ୟରେ ସେ ଜଣେ ଅଗ୍ରଗାମୀ ବ୍ୟକ୍ତି ଥିଲେ। ହିନ୍ଦୁ ଧର୍ମର ରକ୍ଷଣଶୀଳତା ଓ ଶାସ୍ତ୍ରବିଧିର ଗଣ୍ଡି ଭିତରେ ରହି ମଧ୍ୟ ବ୍ରାହ୍ମଣମାନେ ଅନ୍ୟ ଜାତିମାନଙ୍କୁ ଯେତିକି ସାହାଯ୍ୟ କରିବା କଥା ମୋର ପିତା ତାହା କରିଥିଲେ। ନିଜ ମତ ଓ ବିଶ୍ୱାସରେ ଅଟଳ ରହି ସେ ଅସୀମ ଦୁଃଖ ଓ ଲାଞ୍ଛନା ଭୋଗିଥିଲେ ଓ ନିଜ ପରିବାରକୁ ମଧ୍ୟ ଭୋଗାଇଥିଲେ। ମୋର ପିତା ଯଦି ଆଜି ଯାଏ ବଞ୍ଚିଥାନ୍ତେ ତେବେ ସେ ଦେଖି ସନ୍ତୋଷ ଲାଭ କରିଥାନ୍ତେ ଯେ ଆଜି ଏ ଅଞ୍ଚଳର ଅଧିକାଂଶ ହୋଟେଲ ଓ ଗୁଡ଼ିଆ ଦୋକାନ ତେଲି ଭାଇମାନଙ୍କ ଦ୍ୱାରା ହିଁ ପରିଚାଳିତ ହେଉଛି ଏବଂ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳ ମିଷ୍ଟାନ୍ନ ଏପରିକି ଅନ୍ନ ପର୍ଯ୍ୟନ୍ତ ଖାଉଛନ୍ତି। ମୋର ପିତା ଅତ୍ୟନ୍ତ ସତ୍ୟବାଦୀ ଥିଲେ ଓ ମିଥ୍ୟାକୁ ଅତ୍ୟନ୍ତ ଘୃଣା କରୁଥିଲେ। ଆମ୍ଭମାନଙ୍କ ସମସ୍ତ ଦୋଷକୁ ସେ ମାର୍ଜନା କରୁଥିଲେ ହେଁ ମିଥ୍ୟା କହିବା ଦୋଷକୁ ସେ କଦାପି ମାର୍ଜନା କରୁନଥିଲେ। ସେ ନିଜ ନିଷ୍ପତ୍ତିରେ ଅଟଳ ରହୁଥିଲେ। ଏହି ହେତୁ ଶେଷ ଜୀବନରେ ସେ ଅସୀମ ଦୁଃଖ ଭୋଗ କରି ପ୍ରାଣ ତ୍ୟାଗ କଲେ। ମୋର ବାଲ୍ୟ ସମୟର ଅନ୍ୟ ଏକ ଘଟଣା ମଧ୍ୟ ମୋ ହୃଦୟରେ ଗଭୀର ରେଖାପାତ କରିଥିଲା। ତାହା ହେଉଛି 1919ର ହେମିଜର ବା ୱାର ଇନଫ୍ଲୁଏଞ୍ଜା ପ୍ରଥମ ବିଶ୍ୱଯୁଦ୍ଧର ନରମେଧ୍ୟ ଯକ୍ଷରେ ପୂର୍ଣ୍ଣାହୁତି ପଡ଼ିବା ପରେ ପରେ ଏହି ମହାମାରୀ ପୃଥିବୀରେ ବ୍ୟାପି ଯାଇଥିଲା। ଆମ ଅଞ୍ଚଳର ଲୋକେ କୌଣସି ପ୍ରକାରର ମହାମାରୀରେ ଭୟାବହ ଚିତ୍ର ଦେଖିନଥିଲେ। ସଭ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏ ଅଞ୍ଚଳରେ ହଇଜା ବସନ୍ତ ମ୍ୟାଲେରିଆ ଇତ୍ୟାଦି ମହାମାରୀ ମଧ୍ୟ ଅଜ୍ଞାତ ଥିଲା। ଏଣୁ ହେମିଜର ଯେତେବେଳେ ମାର୍ଗଶିର ପୌଷ ମାସରେ ମହାମାରୀ ଆକାରରେ ଏ ଅଞ୍ଚଳରେ ପ୍ରବେଶ କଲା ସେତେବେଳେ ଲୋକେ ନିତାନ୍ତ ନିରାଶ୍ରୟ ହୋଇପଡ଼ିଲେ। ଏ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୁଏ ଏବଂ ସେଠାରେ ଚିକିତ୍ସାର କୌଣସି ବ୍ୟବସ୍ଥା ନଥିଲା। ଏଣୁ ମହାମାରୀରେ ଯେଉଁମାନେ ଆକ୍ରାନ୍ତ ହେଲେ ସେମାନଙ୍କ ମୃତ୍ୟୁ ଅନିବାର୍ଯ୍ୟ ହୋଇଉଠିଲା। ଏ ରୋଗରେ କେତେଜଣ ମଲେ ତାର ହିସାବ ମୋତେ ଜଣାନାହିଁ। ତେବେ ପରେ ସମସ୍ତେ କହୁଥିଲେ ଯେ ଗ୍ରାମମାନଙ୍କରୁ 1/3 ଲୋକ ଏଥିରେ ପ୍ରାଣ ହରାଇଥିଲେ। ବୃଦ୍ଧ ଯୁବା ଶିଶୁ ବାଳକ ବନିତା ସମସ୍ତେ ମହାନିଦ୍ରାରେ ଆଖି ବୁଜିଲେ। ସର୍ବ ସମୟରେ କ୍ରନ୍ଦନର ରୋଳରେ ଗ୍ରାମଟି ଉଛଳି ଉଠୁଥିଲା। ଏତେ ବେଶୀ ମୃତଦେହକୁ ନଦୀ ପର୍ଯ୍ୟନ୍ତ ନେଇ ସତ୍କାର କରିବାର ନୈତିକ ଓ ଭୌତିକ ଶକ୍ତି ଗ୍ରାମବାସୀମାନଙ୍କର ନଥିଲା। ଗ୍ରାମର ଅତଳ୍ପ ଦୂରରେ ଥିବା ଆମ୍ରକୁଞ୍ଜ ଓ ବିରାଟଗଡ଼ରେ ଶବମାନ କୁଡ଼ କୁଡ଼ ହୋଇ ପଡ଼ିବାକୁ ଲାଗିଲା। ଶ୍ୱାନ ଶୃଗାଳ ବିକଟ ସ୍ୱନ ଓ ଭୈରବର ଭୈରବ ଡାକରେ ରଜନୀ ବିଭୀଷିକାମୟ ହେଲା। ମୁଁ ଭୂଭାରତକୁ ବହୁସ୍ଥାନ ଭ୍ରମି ଭ୍ରମି ଆସିଛି କିନ୍ତୁ କୌଣସିଠାରେ ମୋତେ ଭୂତର ଭୟ ସ୍ପର୍ଶ କରିନାହିଁ। ମାତ୍ର ଶୈଶବର ଏ ସମୟର ଭୂତ ଭୟ ମୋର ହୃଦୟକୁ ଅଦ୍ୟାପି ଲାଗି ରହିଥିବାରୁ ଖିଚିଙ୍ଗଲେ ଅନ୍ଧାର ରାତିରେ ମୋ ହୃଦୟରେ ଭୂତ ଭୟ ଜାଗ୍ରତ ହୋଇଉଠେ। ବହୁ ଲୋକଙ୍କୁ ମହାମାରୀ ଚାଲିଗଲା। ବିଧବା ପତ୍ନୀ ଓ 4ଟି ଶିଶୁ ସନ୍ତାନକୁ ଛାଡ଼ି ମୋର ସବା ବଡ଼ ଭାଇ ଗୋବିନ୍ଦ ନନା ମଧ୍ୟ 32 ବର୍ଷ ବୟସରେ ଏମାନଙ୍କ ସଙ୍ଗରେ ଚାଲିଗଲେ। ବଡ଼ ନନାଙ୍କ ମୃତ୍ୟୁର 2 ମାସ ପରେ ବାପା ଶେଷ ନିଶ୍ୱାସ ତ୍ୟାଗ କଲେ। ଆମ ପରିବାରଟି ତରାଇନବିହୀନ ତରି ପରି ଟଳମଳ ହେଲା। ଅବର୍ଣ୍ଣନୀୟ ଦୈନ୍ୟର ଅଭିଭୂତ ହୋଇପଡ଼ିଲା। ମୋର 10 ବର୍ଷ ବୟସ ବେଳକୁ ମୁଁ ବହୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ସୁଦ୍ଧା ବଞ୍ଚି ରହିଥିଲି। ଗ୍ରାମର ଅଶ୍ୱତ୍ଥ ଗଛର ଚେରରେ ଗୋଡ଼ ଛନ୍ଦି ହୋଇ ପଡ଼ିଯିବାରୁ ମୋର ଦୁଧ ଦାନ୍ତ ମଧ୍ୟରୁ ଛାମୁ ଦାନ୍ତ 2ଟି ଭାଙ୍ଗି ଯାଇଥିଲା। ଜଣେ ଭୂମିଜ ପିଲା ମୋ ପେଟରେ ଗୋଟିଏ ଲୁହାର ସୂତାକାଣ୍ଡ ବିନ୍ଧି ଦେଇଥିଲା। ଆମ ଘରର ଘୋଡ଼ାଟିର ଛୁଆକୁ ମୁଁ ଘେନି ଆସିବାର ଚେଷ୍ଟା କଲାବେଳେ ଘୋଡ଼ାଟି ଦାନ୍ତ ଦ୍ୱାରା ମୋର ଉପର ଓଠକୁ ଆଘାତ କରିଥିଲା। ପଣିସା ସାହିର ଗୋଟିଏ ପୋଷା ମୟୂର ଗଛ ଉପରକୁ ଉଡ଼ି ଆସି ମୋ ଛାତି ଉପରେ ବସି ଚଞ୍ଚୁରେ ମୋ ଡାହାଣ ନାକପୁଡ଼ାକୁ କଣା କରିଦେଲା। ଘୋଡ଼ା କାମୁଡ଼ା ଓ ମୟୂର କାମୁଡ଼ାର ଚିହ୍ନ ମୁଁ ଅଦ୍ୟାପି ମୁହଁରେ ବହିଛି। ପୁଷ୍ଟିସାର ଖାଦ୍ୟ ଅଭାବରୁ ଶୈଶବରେ ଥରେ ଅନ୍ଧାରକଣା ହୋଇଯିବାରୁ ଜଳ ଓ କଣାର ଏକାଧିକ ଥର ପଡ଼ି ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲି। ଏସବୁ ଘଟଣାରୁ ଅନୁମିତ ହେବ ଯେ ମୋର ଜୀବନ ପ୍ରଭାତ ବାଳ କିରଣରେ ସମୁଜ୍ଜ୍ୱଳ ନ ହୋଇ ମେଘାଚ୍ଛନ୍ନ ପ୍ରଭାତ ପରି ତମସାଚ୍ଛନ୍ନ ଥିଲା। ମୋର ବାଲ୍ୟକାଳରେ ଆମ ଅଞ୍ଚଳର ଆଦିବାସୀମାନେ 4 ପ୍ରକାର କାଣ୍ଡ ବ୍ୟବହାର କରୁଥିଲେ। 1. ସୂତି କାଣ୍ଡ 2. ଖୋପି କାଣ୍ଡ 3. ଚିଆଳ କାଣ୍ଡ 4. ବିଟା କାଣ୍ଡ। 1. ସୂତି କାଣ୍ଡ। ଏହା ମୁଣ୍ଡରେ ମୋଟା ଛୁଞ୍ଚି ପରି ଗୋଟିଏ ମୁନିଆ ଲୁହା କଣ୍ଟା ଲାଗୁଥିଲା। 2. ଖୋପି କାଣ୍ଡ। ଏହା ମୁଣ୍ଡରେ ଖୋପ ପରି 4ଟି ଲୁହା କଣ୍ଟା ଲାଗୁଥିଲା। 3. ଚିଆଳ କାଣ୍ଡ। ଏହା ମୁଣ୍ଡରେ ବର୍ଚ୍ଛା ମୁଣ୍ଡର ଲୁହା ପରି ଖଣ୍ଡିଏ ପତ୍ରାକାର ଲୁହା ଲାଗୁଥିଲା। 4. ବିଟା କାଣ୍ଡ। ଏହା ମୁଣ୍ଡରେ ଖଣ୍ଡିଏ ବାଉଁଶ ଲାଗୁଥିଲା। ଏତିକିରେ ଶେଷ ହେଲା
କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀ ମୋ ସମୟ ଓଡ଼ିଶାର ପ୍ରଥମ ପରିଚ୍ଛେଦ ଜୀବନ ପ୍ରବାଦ। ରହିଲି, ନମସ୍କାର।